ଦେଖନ୍ତୁ ସେମାନେ କ'ଣ କହିବେ। ସେମାନେ ତ କଂଗ୍ରେସର ଯେଉଁ ନୀତି ଥିଲା, ଯେଉଁ ନିୟମ କରୁଥିଲେ, ଯେଉଁ ଆଦେଶ ଥିଲା ତାକୁ ଖିଲାପ କଲେ। ଆଉ ବର୍ତ୍ତମାନ ଏବେ ଅନେକତା ଯାହା ବି କହିଲେ ସେମାନେ କ'ଣ କିଛି ଅଛି। ଯେଉଁମାନେ ବିକା ହେବା ଲୋକ ଯେ ବିକି ସାରିଲା ପରେ ସେ ଅନେକ କଥା କହିବେ, ମନେ ଗୋଟେ କଥା ତାର କିଛି ମାନେ ଅଛି। ସେ ଶୃଙ୍ଖଳା ଜାଣିପାରିଲେ ନାହିଁ। ପାର୍ଟି ଗୋଟେ ଦଳରେ ଅଛନ୍ତି, ଆଉ ଦଳକୁ ପ୍ରଭାବିତ ହେବା କେଉଁଥିପାଇଁ ପ୍ରଭାବିତ ହେଇଛନ୍ତି ଓନ୍ଲି ଆପଣ ସବୁ ଜାଣୁଛନ୍ତି। ତେଣୁ ତାଙ୍କର ଯେଉଁ ବର୍ତ୍ତମାନ ଅନେକ କଥା କହୁଛନ୍ତି। ନାଇଁ ସଭାପତି କ'ଣ କହିଥିଲେ, କ'ଣ ଅନ୍ୟ ଦଳର ପ୍ରାର୍ଥୀ ଆମର ପାର୍ଟି କମନ୍ ପ୍ରାର୍ଥୀ ଥିଲା, ତାଙ୍କୁ କାହିଁ ଦେଲେନି? ସେଥିପାଇଁ ଆମର ପାର୍ଟିକୁ ଦେଲେନି ବୋଲେ, ଆମର ଯେଉଁ ପ୍ରାର୍ଥୀକୁ ଦେଲେନି ବୋଲେ ତ ବର୍ତ୍ତମାନ ସେମାନେ ସସ୍ପେଣ୍ଡ ହେଇଛନ୍ତି। ଦଳର ହୁଇପ୍ ଥିଲା, ଦଳ ବର୍ତ୍ତମାନ ଆମର ଦଳର ଯେଉଁ ନିଷ୍ପତ୍ତି ନେଇଥିଲେ କମନ୍ ପ୍ରାର୍ଥୀକୁ ଆମେ ସମର୍ଥନ କରିବା ପାଇଁ AICC ପରମିଶନ ଦେଲା। ବର୍ତ୍ତମାନ ସେମାନେ କେଉଁଥିପାଇଁ ସେମାନେ ହେଇଛନ୍ତି, କ'ଣ ପାଇଁ ସେ ଯାଇଛନ୍ତି, ଆପଣମାନେ ସମସ୍ତେ ଜାଣିଛନ୍ତି। ସେମାନେ ଏ ଯେଉଁ ଘୋଡ଼ା ବେପାର ହେଇଛି, ଘୋଡ଼ା ବେପାର ଏମାନେ ଘୋଡ଼ା ହେଇଛନ୍ତି, ଆଗକୁ କିଣା ଯାଇଛି। କଂଗ୍ରେସ ସସ୍ପେଣ୍ଡ ହେଇଛନ୍ତି, ସସ୍ପେଣ୍ଡ ତ ସଭାପତି କରିସାରିଛନ୍ତି। AICCର ବର୍ତ୍ତମାନ ପରମିଶନ ଆସିଛି, ତାଙ୍କର ନାଁରେ AICC ସସ୍ପେଣ୍ଡ କରୁଛି। ଲଢ଼ିବେ ନ ଲଢ଼ିବେ ସେ ଯେଉଁ ଦମ୍ଭକ୍ତି କରେ, କଂଗ୍ରେସ ସମର୍ଥିତ ପ୍ରାର୍ଥୀ ତ ଦେଇଥାନ୍ତେ, ଏ ଦମ୍ଭକ୍ତି କହିଲେ ଭଲ ହୁଅନ୍ତା।